ମୁଁ ଆଜ୍ଞା କୌଣସି କଥାରେ ବ୍ୟତିବ୍ୟସ୍ତ ନୁହେଁ। ଆପଣମାନେ ଜାଣିଛନ୍ତି, ଆପଣ ବି ଜାଣିଛନ୍ତି ଯେ ଆମେ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବୁ, କାରଣ ଆମେ କିଛି ଭୁଲ କରୁନୁ। ଭୁଲ କରିଥିଲେ ଆମକୁ ଡର ଲାଗନ୍ତା, ଆମେ କିଛି ତ ଭୁଲ କରୁନୁ। ଯାତ୍ରା ପାର୍ଟି ଆମେ କରିଛୁ, କଳାକାର ନେବୁ। ଆଜି ଡେଟ୍ରେ ବି ସେ କଥା ଅଛି, 2 ବର୍ଷ 3 ବର୍ଷ ଏଗ୍ରିମେଣ୍ଟ କରିକି ବହୁ କଳାକାର ମୋ ପାଖରୁ ପଳାଇଛନ୍ତି, ବହୁ ପଇସା ନେଇକି ଯାଇଛନ୍ତି, ଆଜି ପର୍ଯ୍ୟନ୍ତ ଫେରାଇ ନାହାନ୍ତି। ସେ କଣ୍ଟ୍ରୋଭର୍ସିକି ଆମେ ଖଣ୍ଡଗିରି ପରେ ଯିବା। ଯଦି ଖଣ୍ଡଗିରି ଭିତରେ ସେ ସବୁ ପଇସା ନ ଫେରାନ୍ତି, ଖଣ୍ଡଗିରି ପରେ ଜଣ ଜଣଙ୍କ ନାଁ କହିବି କେତେ କେତେ ଟଙ୍କା ନେଇଛନ୍ତି ଏବଂ କାହିଁକି ଫେରୁନାହାନ୍ତି। ହଁ, ବହୁ ପଇସା ନେଇଯାଇଛନ୍ତି ଆଜ୍ଞା, ଫେରାଉନାହାନ୍ତି। ଯେଉଁମାନେ ସୋସିଆଲ ମିଡ଼ିଆରେ, ହଁ, ସୋସିଆଲ ମିଡ଼ିଆରେ ଯେଉଁ କହୁଥିଲେ ଯେଉଁ ବଡ଼ ବଡ଼ କଥା, ଆମେ ଏଇ ଫେରାଇ ଦେବୁ, ଆମେ ଏତେ ଆହୁରି ମିଶେଇକି ଫେରାଇବୁ, ବହୁତ କଥା କହୁଥିଲେ। ସେ ମିଶେଇକି କ'ଣ ଫେରିବେ, ତା ମୂଳ ଫେରାଇ ପାରୁନାହାନ୍ତି। ତେଣୁ ସେ କଥା ବହୁତ ଅଛି ଆଜ୍ଞା, ଖଣ୍ଡଗିରି ପରେ ଆଲୋଚନା। ବଜରଙ୍ଗୀକୁ ଆପଣମାନେ ସବୁ ଲୋକ ଦେଖି ସାରିଲା ପରେ ଯେ ବଜରଙ୍ଗୀ ଭଲ ଖରାପ କହିବେ, ସେତେବେଳକୁ ତ ସମସ୍ତେ ଦେଖି ସାରିଥିବେ। ସେଇଆ ନୁହଁ, ଆପଣ ଯେତେବେଳେ ମଞ୍ଚରେ ଆରମ୍ଭ ହେବ, ବଜରଙ୍ଗୀର ଯେଉଁମାନେ ଦେଖିବେ, ଆପଣମାନଙ୍କ ମାଧ୍ୟମରେ ସେଟା ଯାଉ, ଆପଣମାନେ ଅଡିଟୋରିୟମରୁ ମେସେଜ ନିଅନ୍ତୁ, ନାଟକକୁ କେତେ ଲୋକ ଭଲ ପାଇଲେ, କେତେ ଲୋକକୁ ଖରାପ ପାଇଲେ। ଯଦି ମ୍ୟାକ୍ସିମମ୍ ଲୋକ ଭଲ ପାଇଲେ, ତାହେଲେ ଆପଣ ସେଇ ମେସେଜ ଦିଅନ୍ତୁ, ହଁ ନାଟକ ଭଲ ଅଛି। ଯଦି ଲୋକ ଖରାପ କହିଲେ, ଆପଣ ବି ମେସେଜ ଦିଅନ୍ତୁ, ନାଟକ ଖରାପ ଅଛି।